ମୁଁ ବୁଝିଲି ଯେ ହଁ ହଁ ମତେ ମାନେ ମୁଁ ଯଦି ମୋ ଆଡେ ଭାବୁଛି କି ମାନେ ମତେ ଲାଗୁଛି କି ମୁଁ ମାନେ ଏତେ ଖୁସିରେ ରହିପାରିବିନି ତ ସେଥିପାଇଁ ମୁଁ ସେଇ କଥା କହୁଥିଲି କି ଯଦି ଏବେ ଖୁସିରେ ରହିପାରିବିନି ତ ପୁଣି ଜବରଦସ୍ତ ଆଉ କେମିତି ରହିବି ଆଗକୁ ଏତେ ଦିନ ସେଇ ବାପା ଜିନିଷ। ଚନ୍ଦ୍ରିକାକୁ ତମେ କଣ ଭଲ ପାଉନି କି ବାପା? ହ୍ୟାଲୋ। ହଁ ଆଣ୍ଟି। ହଁ ବାପା ଚନ୍ଦ୍ରିକାକୁ କଣ ତମେ ଭଲ ପାଉନି କି? ନା ଆଣ୍ଟି। କାହିଁକି? ଆଉ ତମେ ଯେ ଏତେ ଦିନ ଧରିକି ସବୁ ସାଙ୍ଗ ମାନେ ସାଙ୍ଗରେ ବୁଲା ବୁଲି ରହିଛ ଆଉ ସବୁ ତମେ ଯେତେବେଳେ ଇଏ ଫୋନ ନ କନେ ବି ତମେ ସାଙ୍ଗେ ସାଙ୍ଗେ ଫୋନ କରି ପକାଅ। ଆଉ ସେଇଟା ବାପା କଣ ଥିଲା ତମର ଆଉ ମୁଁ କଣ କିଛି ବୁଝିପାରୁନି ମୁଁ। ନା ଏବେ ଯେମିତି ଏଇ ଚନ୍ଦ୍ରିକା ମାନେ ଚିଡଚିଡା ହଉଛି ବୋଲିକି ତମର ସେଇ ମାନେ ଗୋଟେ ରାଗପଣ କି କିଛି ଗୋଟେ ତମ ମନ ଭିତରେ ଗୋଟେ ଆସିଛି କି? କିଛି କହିଛି କି ଝିଅ ତମକୁ? ଆଣ୍ଟି ସେମିତି କିଛି କହିନି ଯେ ହେଲେ ହଁ। ମାନେ ସେ ଭଲ ପାଇବାଟା ଆସୁନି ଆଉ ତା ପାଇଁ ସେଇଟା ହଉଛି ପ୍ରୋବ୍ଲେମ ମାନେ ଆସିଥିଲେ ତ ଏମିତି କିଛି ଅସୁବିଧା ହେଇନଥାନ୍ତା। ବାକି ସେଟା ହିଁ ମୁଁ ତାକୁ କହୁଥିଲି ଆଉ ଭଲ ପାଇବା ଯଦି ରହିବନି ପୁଣି ଆଗକୁ ଆଉ କେମିତି ରହିବା ସେଇଟା ହିଁ ମୁଁ କହୁଥିଲି ଆଉ ସେ ସେଇଟା ହିଁ ସେଟା ଅ ଯେ ଏତେ ଦିନ ଧରିକି ଯେ ତମେ ତା ସହିତ ବୁଲିଲ ରହିଲ ସେଇଟା ତ ଆଉ କଣ କୁହାଯିବ ଭଲ ପାଇବା ନ କୁହାଇକି ଆଉ କଣ କୁହାଯିବ? ଯଦି ତମର ଧର ଭଲ ପାଇବା ଯଦି ନଥିଲା ତ ଧର ସେଇଟା ତ ତମର ଏତେ ମିଶିବା ବି ତ ହେଇ ବି ନଥାନ୍ତା। ମାନେ ମୁଁ ଯାହା ଅନୁମାନ କରେ ଦେଖେ ଏ ମାନେ ଚନ୍ଦ୍ରିକା ଫୋନ କରେ। ଫେର ଇଏ ଯେତେବେଳେ ଯଦି ବି ଫୋନ କରିନଥାଏ ତୁମେ ଫୋନ କରି ପକାଅ। ମାନେ ଆଗରୁ ତ କହିଲା 24 ଘଣ୍ଟା ଧରିକି ଫୋନ ରେ କଥା ହଉଥାଅ। ମୁଁ ବି ଥରେ ଥରେ ମୁଁ ଭାବେ ମୁଁ କହିଲି ଏମାନେ କଣ ଏତେ କଥା ହଉଛନ୍ତି। ଆଉ ଗାଡିରେ ଗଲା ବେଳେ ବି ଗାଡିରେ ତମେ ଥିଲା ବେଳେ ବି ସେମିତି କଥା ହଉଥା ଫେରେ ମୁଁ କହିଲି ଏ ଝିଅକୁ ମୁଁ କହିଲି ଇଲୋ ମା ଗାଡିରେ ସିଏ ଅଛନ୍ତି ଆଉ ଏତେ କଥା ହବୁନି ହଉଛୁ ଆଉ ଗାଡି ରାସ୍ତା ଉପରେ ତାଙ୍କର ଫୋକସ ରହିବନି ତୋ କଥାରେ ମାତିଯିବେ ତୁ ଏଇନା ଫୋନ ଟିକେ ରଖ। ସେଇ ଫେରେ ସିଏ କହିବ ନା ନା ମମି ଆଉ ମୁଁ ଯଦି ତାଙ୍କ ସହିତ ମୁଁ ସବୁବେଳେ ଏମିତି କଥା ହଉଥିବି ନା ତାହେଲେ ତାଙ୍କୁ ତ ଭଲ ଲାଗିବ। ଏମିତି ମତେ ଭାରି କୁହେ ସେ। ଆଉ ମୁଁ କଥା ସେମାନେ ଗାଡି ଚଲେଇଥିଲେ ବି ସେ ଠିକ ରେ ହିଁ ଗାଡି ଚଲେଇବେ। ଆଉ ମୁଁ ତାଙ୍କ ସହିତ ଏମିତି କଥା ହଉଥିଲେ ସିଏ କୁହନ୍ତି ଭଲ ଲାଗେ। ଆଉ କଥା ହେଲେ ଏମିତି ମତେ କୁହେ ସେ। ଆଉ ସେଇଥିପାଇଁ ତ ମୁଁ କହୁଛି ସେଇଟା ତମର ଭଲ ପାଇବା ନୁହଁ ତ ଆଉ କଣ? ସେଇଥିପାଇଁ ତ ତୁମେ ଏତେ ପର୍ଯ୍ୟନ୍ତ ଆସିଲ ତୁମେ ସେଇ ଭଲ ପାଇବାଟା ପରସ୍ପର ଭିତରେ ଅଛି ବୋଲିକି। ବାପା ହ୍ୟାଲୋ।